ସ୍ୱୟଂ କହିବେ ଆଦ୍ରିକାର ସାଙ୍ଗମାନଙ୍କୁ କାହା ସହିତ କେମିତି ବ୍ୟବହାର କରାଯାଏ ତୁମକୁ ଜଣା ନାହିଁ କି? ଏ ମୋର କଲର୍ ଛାଡ଼, ମୁଁ ହେଉଛି ଆଦ୍ରିକାର ସାଙ୍ଗ। ସ୍ୱୟଂ କହିବେ ତୁ କ'ଣ ଆଦ୍ରିକାର ସାଙ୍ଗ ହେଲେ ତୋତେ କ'ଣ ମିସ୍‌ବିହେଭ୍ କରିବା ପାଇଁ କ'ଣ ଲାଇସେନ୍ସ ମିଳିଛି? ମୁଁ ମିସ୍‌ବିହେଭ୍ କରିନାହିଁ ସ୍ୱୟଂ। ତାଙ୍କରି ବେଶଭୂଷାକୁ ଦେଖିକରି ଚାକର ଭଳି ମୁଁ ଦେଖାଯାଉଅଛି, ସେଇଥିପାଇଁ ମୁଁ ଚାକରାଣୀ କହିଥିଲି। ସ୍ୱୟଂ କହିବେ ତୁ କ'ଣ ନିଜ ମୁହଁକୁ କେବେ ନିଜ ଆଇନାରେ ଦେଖିଛୁ? ଆମକୁ ସ୍ୱୟଂ ଭଗବାନ ଗଢ଼ିଛନ୍ତି। କାହାର ରଙ୍ଗ, ରୂପ, ବେଶ ଦେଖିକରି ତୋତେ କ'ଣ ଜଜମେଣ୍ଟ କରିବାକୁ କିଏ ଦେଲା? ପ୍ରତ୍ୟେକ ମଣିଷ ପାଖରେ କିଛି ନା କିଛି କମି ଥାଏ ଆରୋଗେଟ୍। ଆଦ୍ରିକା କହିବେ ତୁମେ ମୋରି ସାଙ୍ଗମାନଙ୍କୁ କ'ଣ କହୁଛ ସ୍ୱୟଂ? ସବୁ ଭୁଲ ହେଉଛି ଏହି ସାନ୍‌ଭିର। ଲେଟ୍ ଷ୍ଟାର୍ଟର ଆଣିଥିବା ଯୋଗୁଁ ଏହି ସବୁ ଘଟଣା ଘଟିଛି। ସ୍ୱୟଂ କହିବେ ତୁମେ କାହାକୁ ଦୋଷ ଦେଉଛ ଆଦ୍ରିକା? ପ୍ରଥମ ଭୁଲ ହେଉଛି ତୁମର। ସମସ୍ତ ଗେଷ୍ଟମାନେ ନିଜ ନିଜ କାମରେ ବିଜି ଅଛନ୍ତି। ତୁମରି ସାଙ୍ଗମାନଙ୍କ ପାଖରେ ଇନସଲ୍ଟ ନ ହେବା ପାଇଁ ସାନ୍‌ଭି ନିଜେ ଷ୍ଟାର୍ଟର ନେଇକରି ଆସିଥିଲେ। ତୁମେ ତାଙ୍କୁ ଥ୍ୟାଙ୍କ୍ ୟୁ କହିବା ଜାଗାରେ ତୁମେ ଇନସଲ୍ଟ କରୁଛ। ତୁମକୁ ତୁମରି ବିବେକ ବାଧା ଦେଲା ନାହିଁ? ତାହାପରେ ସ୍ୱୟଂ କହିବ ଆଦ୍ରିକାକୁ ଥ୍ୟାଙ୍କ୍ ୟୁ ବାବା, ଆଇ ଆମ୍ ସରି। ମୁଁ ରାଗିଗଲେ ନା ବହୁତ କିଛି କହିଦିଏ। ମୁଁ କିଛି ଜାଣିପାରେ ନାହିଁ। ତୁମରି ରାଗ ଖୁସି କରିବା ପାଇଁ ଦେଖନ୍ତୁ ମୁଁ ତୁମ ପାଇଁ କ'ଣ ଆଣିଛି। ମୁଁ ଗୋଟିଏ ବ୍ରେସଲେଟ୍ ଆଣିଛି। ତୁମରି ହାତ ଦେଖାଅ, ତୁମକୁ ପିନ୍ଧାଇ ଦେବି। ତୁମେ ମୋତେ ସେଇ ଗାଡ଼ି ପାଖରେ ଯାଇକରି ୱେଟ୍ କରି ରହିଥାଅ। ମୋତେ ମୋର ମା ଡାକିଲାଣି, ମୁଁ ଯାଇକରି ଆସୁଅଛି। ଆଦ୍ରିକାର ସାଙ୍ଗମାନେ ଗିଫ୍ଟରେ ମଦ ଆଣିଥିବେ। ସେହି ମଦ ପିଇକରି ଘରକୁ ଯିବ ଆଦ୍ରିକା। ସେଇଠି ଦେଖିବ ସାନ୍‌ଭି ଏବଂ ସ୍ୱୟଂ ଏକାଠି ରହିଥିବେ। ସ୍ୱୟଂର ହାତରେ ସାନ୍‌ଭିର ଓଢ଼ଣି ଲାଗିଯାଇଥିବ।